ହ୍ୟାଲୋ ଭିଉଅର୍ସ, ଆଜି ଆମେ ପ୍ରୋଜେକ୍ଟ କଳ୍ପବୃକ୍ଷ ନାମକ ଗୋଟେ ଫାର୍ମରେ ଆସି ପହଞ୍ଚୁ। ତେବେ ଫାର୍ମଟି ବାଲିବୁଡୁ ପଞ୍ଚାୟତରେ ଥିବା ଜଙ୍ଗଲର ଠିକ୍ ମଝାମଝି ସ୍ଥାନରେ ଅବସ୍ଥିତ। ଫାର୍ମରେ କାନ୍ଦିଆ, ଲେମ୍ବୁ, ପିଜୁଳି, ଆମ୍ବ, ଡାଳିମ୍ବ, ସେପ୍ଟା, ଟମାଟୋ ଓ ଏକ ପ୍ରକାରର କମଳା ଗଛ ମଧ୍ୟ ତିଆରି ହୋଇଛି। ଏବେ ଫାର୍ମରେ ଆପଣମାନେ ଦେଖିପାରୁଥିବେ ଗୋଟିଏ ଗୁହାଳ ସହିତ ଠେକୁଆର ଗୋଟିଏ ଫାର୍ମଟିଏ, କିଛି ଗାଈ, କିଛି କୁକୁଡ଼ା ଓ ଛେଳିର ମଧ୍ୟ ଫାର୍ମ ତିଆରି ହୋଇଛି। ଇଏ ହେଉଛି ଗୋଟିଏ ନର୍ସରୀଟିଏ ଫାର୍ମରେ ତିଆରି। ତେବେ ଫାର୍ମରେ ଲୋକମାନେ ରହିବା ପାଇଁ ମାଟି, ପଥର ଓ ବାଉଁଶରେ ସମ୍ପୂର୍ଣ୍ଣ ରୂପେ ତିଆରି ହୋଇଥିବା ଗୋଟିଏ ଘରଟିଏ ତିଆରି ହୋଇଛି। ଘରଟି 2 ମହଲା ହୋଇଥିବା ବେଳେ ଉପରକୁ ଯିବା ସିଡ଼ି ଗୁଡ଼ିକ କାଠରେ ତିଆରି ହୋଇଛି ଓ ଉପର ମହଲାଟି ସମ୍ପୂର୍ଣ୍ଣ ରୂପେ ବାଉଁଶରେ କେବଳ ତିଆରି। ଏହା ହେଉଛି ଫାର୍ମର ଦୃଶ୍ୟ। ଇଏ ହେଉଛି ବ୍ଲାକବେରୀ, ଇଏ ହେଉଛି ସେପ୍ଟା, ଇଏ ହେଉଛି ଡାଳିମ୍ବ ଓ ଇଏ ପିଜୁଳି ଓ ଏଇଟି ହେଉଛି ଗୋଟିଏ ପ୍ରକାରର ହାଇବ୍ରିଡ କମଳା ସହିତ ନାପିୟର ଘାସ ଓ ଏଇଟି ହେଉଛି ଦେଶୀ କୁକୁଡ଼ାର ଗୋଟିଏ ଛୋଟ ଭାଡ଼ି। 3 କିଲୋୱାଟର ସୋଲାର ପ୍ୟାନେଲ ସହିତ ଗୋଟିଏ ଘରଟିଏ ସମ୍ପୂର୍ଣ୍ଣ ରୂପେ ଲାଇମ୍ ପ୍ଲାଷ୍ଟରରେ କରାଯାଇଛି। ଘରର ଭିତରେ ଠାକୁର ଘର, ଗୋଟିଏ ଡ୍ରଇଂ ରୁମ୍, ଗୋଟିଏ ବାଥରୁମ୍, ଗୋଟିଏ ବେଡରୁମ୍ ଓ ଗୋଟିଏ କିଚେନଟିଏ ତିଆରି ହୋଇଛି। ଘରର ଉପରେ ଥିବା ଅଣ୍ଡରଗ୍ରାଉଣ୍ଡକୁ ଯିବା ପାଇଁ ସମ୍ପୂର୍ଣ୍ଣ ରୂପେ ବେତରେ ତିଆରି ସିଡ଼ି ହୋଇଛି ଓ ଘରର ବାହାରେ 2ଟି କୁକୁର ତଥା ବିଦେଶୀ କୁକୁରକୁ ରଖାଯାଇଛି। ଏହା ସହିତ ସୂର୍ଯ୍ୟମୁଖୀ ଫୁଲ ଚାଷ କରିବା ସହିତ ଗୋଟିଏ ଛୋଟିଆ ପୋଖରୀର ଖନନ ମଧ୍ୟ କରାଯାଇଛି। ତେବେ ଏହା ଥିଲା କଳ୍ପବୃକ୍ଷ ଫାର୍ମ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ଓ ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ୍, ସେୟାର, ଫଲୋ ନିଶ୍ଚୟ କରିବେ। ଧନ୍ୟବାଦ।